ସମୟରେ ମୁଁ କଥା କହିବି ତମେ ଭାବି ପଡୁଛ ମୁଁ କାଇଁ କଣ ଭାବିବି ମୁଁ ତ ଖାଲି ତମ ବସ ଗୋଟେ ପରେ ଅଧିକି ଦେବି କଣ ନା କଣ ବହୁ ବାପା ଯେମିତି ମୋ ଉପରେ ସବୁ ଅଚାଡ଼ି ଦେଇଛନ୍ତି ସସ୍ମିତା ପାଠ ଭଲ ବନା ନେଇକି ମନେ ରଖ ବାପାର ବସ ଆଜି ଯେମିତି ତର ତର ହେଉଛ ମୋ ଝିଅର ବାହାଘରରେ କେତେ ତର ତର ହବ ମୁଁ ଦେଖିବି ମୋ ପିଲାମାନଙ୍କର ଯେମିତି ଟିକେ କିଛି ନ ହୁଏ ଓ ତମେ ଗଲା ଚୁପ୍ ହୁଅ ତମେ ଟିକେ ବଡ଼ ଭାଇ କୁଆଡ଼େ ଗଲ? ହଁ ଚିକୁ କଣ କହୁଛୁ? ଅଣ୍ଡା ଭାଇନା ଅଣ୍ଡା ଠିକ୍ ହେଇଗଲାଣି ଟଙ୍କା ଦିଅ ସଉଦା ଆଣିବି। ଟଙ୍କା କଣ କହିଲ ଚିକୁ ଟଙ୍କା ଆମେ ପରା ଏଇନେ କଥା ହଉଥିଲୁ ତମ ଭାଇଙ୍କ ପାଖରେ ଆଉ ଟଙ୍କା କାଇଁ ଯାହା ଆଣିଥିଲେ ସବୁ ଖର୍ଚ୍ଚ ହୋଇଗଲାଣି ଯିବା ପାଇଁ ଆଉ ଟଙ୍କା ରଖୁଛନ୍ତି କି ନାହିଁ କେଜାଣି। ହଉ ମୁଁ ଯାଏ ମଝିଆ ଭାଇକୁ କହିବି। ନାଇଁ ମୋ ଚିକୁ ମୁଁ କଣ କହୁଥିଲି କି ଆଜି ସକାଳ ଠାରୁ ତମ ମଝିଆ ଭାଇ ଆଉ ତମ ଭଉଣୀ ମାଙ୍କ ପାଖରେ କଣ ଗୋଟେ ଫୁସୁଫାସ ହେଉଛନ୍ତି। କଣ ଆଉ କହୁଥିବେ ବାପା ବହୁତ ଶେଷରୁ ଉଠୁନି ତମେ ସେଥିରେ ଏଇଆ ବୁଝିଲ ଚିକୁ ତମେ ପରା କଣ ଫ୍ୟାକ୍ଟ୍ରି କରିବ କହୁଥିଲ। ହଁ ଭାଉଜ ଅନେକ ଫାଇନାନ୍ସ କର୍ପୋରେସନ ବ୍ୟାଙ୍କ ଅନେକ ଆଣି ଧରିଲାଣି ହେଲେ କିଛି ବି ଯୋଗାଡ଼ ହଉନି। ନାଇଁ ମୋ ଚିକୁ ମୁଁ କଣ କହୁଥିଲି କି ଗାଁରେ ଏଇ ଅବସ୍ଥାରେ ବାପାଙ୍କ ମୁହଁରେ ମା ଏକଲା ହୋଇଯିବେ ତାଙ୍କର ଏଇ ଅବସ୍ଥାରେ ସବୁ ଦେଖାଶୁଣା କରିବା ସମ୍ଭବ ନୁହେଁ। ହଁ ତାହା ତ ଠିକ୍ କଥା। ତାହେଲେ ହେଲେ ଗାଁରେ ଏଇ ଅବସ୍ଥାରେ ତମେ ତିନି ଭାଇ ଏକାଠି ଅଛ ଆଉ କେତେବେଳେ ଏକାଠି ହବ ନ ହବ ଯାହା ହେଲେ ଗୋଟେ ନିଷ୍ପତ୍ତି ନିଅ। ହଁ ତାହା ତ ଠିକ୍ କଥା ହେଲେ ପୁଣି କଣ ମୁଁ କଣ ଖାଲି ମୋରି ପାଇଁ କହୁଛି ଯଦି ଏଇ ଅବସ୍ଥାରେ ମାଆକୁ କିଏ ଫୁସିଲା ଫୁସିଲି କରି ସବୁ ସମ୍ପତ୍ତି ହଡପ ନ କରିବ ଏକଥା କିଏ କହିବ। ଭାଉଜ ତମେ ଆଜି ମୋ ଆଖି ଖୋଲିଦେଲ ବା ମଝିରେ ମଝିରେ ପୂର୍ଣ୍ଣାଙ୍ଗ ଭାଇ ଆସୁ ଯାହା ନିଷ୍ପତ୍ତି ନେବା। ବିଭୁ ଭାଇ ମୋ ମୁଣ୍ଡରେ କିଛି ଆଉ ବସୁନି କଣ ତ ବୁଝିପାରୁନ ପୂର୍ଣ୍ଣାଙ୍ଗ ମା ପୁଅ କଣ କହି ବୁଝେଇବେ ଆମେ ଯେତେ ଗଣ୍ଡା ଗଲେ ବାପା କଣ ଫେରି ଆସିବେ। ମୁଁ ବି ତ ଠିକ୍ ସେଇ କଥା କହୁଛି ବାପା ତ ମୋ ବାଟରେ ଗଲେ ଆମେ ଯେ ଯାହା କାମ ସାରି ଫେରିଯିବା ତ ମା ଥିବା ଅବସ୍ଥାରେ ସବୁ ପରାମର୍ଶ ନେଇ ତାଠୁ ତୁଟେଇ ଦେବା ଭଲ ହୁଅନ୍ତା। କୋଉ କଥା? ଏଇ ଆମ ସମ୍ପତ୍ତି କଥା କହୁଥିଲି ବା। ସମ୍ପତ୍ତି? ହଁ ଏଇ ଆମ ଘର ଜମି ବାଡ଼ି ପୋଖରୀ ତୋଟା କଥା କହୁଛି। ତମେ କଣ କହୁଛ? ଆରେ ଘର ଜମି ପୋଖରୀ ତୋଟାର ଭାଲୁସନ୍ ବା ସମାନ ହବ ବୋଲି ତୁ ଥରେ ମତେ କହୁଥିଲୁ। ହଁ ଏକଥା ବାପା ଦିନ ମତେ କହୁଥିଲେ ତୋଟା ଓ ପୋଖରୀ ତ ଘର ସହିତ ସମାନ ହବ ଘର ଯେତିକି ହବ ଜମି ମୂଲ୍ୟ ସେତିକି ହବ। ହେଲା ସବୁ ତ ତୁଟିଗଲା ଏଥିରେ ଆଉ କିଛି ଅସୁବିଧା ନାହିଁ। ତମେ କଣ କହୁଛ ଭାଉଜ ମୁଁ କିଛି ବୁଝିପାରୁନି। ଚିକୁ ତମେ ଆସିକି କହୁନ ମାନେ ଆମେ ତିନି ଭାଇ ଏବେ ଏକାଠି ଅଛେ ଏବେ ସବୁ ତୁଟାଇ ଦେବାଟା ଭଲ ନା କଣ କହୁଛ ଭାଇ? ମା ବଞ୍ଚିଥିବା ଅବସ୍ଥାରେ ସବୁ କଥା ତୁଟେଇ ଦେଲେ ଭଲ ହୁଅନ୍ତା ହେଲେ ମାର ଏ ଅବସ୍ଥାରେ ବୁଝିଲ ପୂର୍ଣ୍ଣାନନ୍ଦ ଚକେ ଗଲେ 12 ହାତେ ଆଜିଠୁ ସବୁ ତୁଟେଇ ଦେବାଟା ଭଲ। କହୁଥିଲି କି ଦେଖ ଭାଇ ଆମ ଭିତରେ ତ ସେମିତି କିଛି ଭୁଲ ବୁଝାମଣା ତେଣୁ ବଡ଼ ଭାଇ ହିସାବରେ ତମ ଜଣଙ୍କୁ ଏଇ ଆମ ଉପଦେଶ ଦେଉଛି ଚିକୁର ତ ବହୁତ ବଡ଼ ଆଶା ଥିଲା ସେ ଗୋଟେ ଫ୍ୟାକ୍ଟ୍ରି କରିବ ତାହେଲେ ତାକୁ ପୋଖରୀ ତୋଟା ଦେଇଦେଲେ କେମିତି ହୁଅନ୍ତା ପୂର୍ଣ୍ଣାନନ୍ଦ ସହରରେ କଣ ଭାଗ ଚାଷ ଦେବ? ହଇଓ ଭାଗ ଚାଷକୁ କଣ ଦେବ ଦିନ କେତେଟା ବେଳେ ଝିଅ ବାହା ହବ। ମା ତୁ ବା ବେଶ ଭଲ କରିଛୁ ହଇରେ ପୁଅ ବା ଦେବତା ସମାନ ବାପା ତ ଗଲେ ମୋର ବା ଆଉ କେତେ କାଳ ତମମାନଙ୍କ ବିଚାର ଶୁଣି ଖୁସି ଲାଗୁଛି। ଏକ ମା ବାପା ଥିଲେ କଥା ଲଗା ଏବେ ତୁ ଏକୁଟିଆ କେତେ କଣ ସମ୍ଭାଳିବୁ। ବୁଝିଲି ଯେ ହଇରେ ପୁଅ ତୁ ପରା ଦେବତା ସମାନ ବଡ଼ ଭାଇ ଭଉଣୀଟା ଶାଶୁ ଘରକୁ ଯାଇଛି ବୋଲି ତାର କଣ କିଛି ଭାଗ ନାହିଁ। କଣ ଆଏ ଚିକୁ ଆଏ ପୂର୍ଣ୍ଣାନନ୍ଦ ତମେ କହୁନ ଚିକୁ ଅହଲ୍ୟା ବାହା ହେଲା ବେଳେ ତାକୁ କଣ କିଛି ଦିଆ ହେଇନି? ଭାଉଜ ଆଜିକାଲି ବାପ ସମ୍ପତ୍ତିରେ ଝିଅର ବି ଭାଗ ଅଛି ଏକଥା କାଇଁ ଭୁଲି ଯାଉଛ। ମୋର କିଛି ଦରକାର ନାହିଁ ଭାଇ ମାର ସୁନା ଗହଣା ସବୁ ମୋର ମୁଁ କାହାକୁ ଦେବିନି। କଣ ମୋ ଝିଅ ମାନଙ୍କର କଣ ଗୋସିମା ଜିନିଷରେ ଭାଗ ନାହିଁ? ତାଙ୍କର ବି ସେମାନେ ତ ଘର ନାତୁଣୀ ତାଙ୍କ ପାଇଁ ବି କିଛି ଗୋଟେ ଆଇନ କର। ହଉ ଭଲ ଲାଗିଲା ତମ
ନିଜେ ନିଜେ ସବୁ ବାଣ୍ଟି ନେଲ। କାହା ଭାଗରେ ପଡ଼ିବି? ତୁ ପୁଣି କାହା ଭାଗରେ କଣ? ମା ପୁଣି କାହା ଭାଗ କଣ? ମା ମୁଁ ତ କଥା କିଛି ବୁଝିପାରୁନି। ତୁ ଏ କଣ କହୁଛୁ ମା? ମା ହଲାନି ଆଉ। ଆଜି ମୋର ସଖା ସିନ୍ଦୁର ଯାଇଛି, ତମେ ମାନେ ହିଁ ମୋର ସାହା ଭରସା। ମତେ ଟିକେ ଜଣେଇ ଦେବ କି ଏ ବିଚାରା ବୁଢୀ ମାଟା କାହା ଭାଗରେ ଅଛି? ବାବା ନଲି ବାମର ଅଟା ଲଗୁ ମା କଣ ଏତେ ବଡ ସହରଟାରେ 2.5 ବଖରା ଘର ଭିତରେ 5 ପ୍ରାଣୀ କୁଟୁମ୍ବ, ସେଥିରେ ତମର ଯୋଉ ତରମା, ମାକୁ ନେଲେ ଚଳିବ କେମିତି? ହଁ ତା ବି ଠିକ୍ କଥା। ତୁ ପୁନାଙ୍କ ପାଖରେ ରହିଯା, ସହରରେ ତାର ନିଜ ଘର ଛୋଟ ପରିବାର, ପୁନାଙ୍କ ତୁ ମାକୁ ରଖିଦେ। ମା ମୋର କିଛି ଆପତ୍ତି ନାହିଁ ଯେ ତୁ ତ ଜାଣିଛୁ ପ୍ରଥମ ତମେ ଶାଶୁ ବୋହୂ ପଢୁନ, କଲେଜ ପଢୁଅ ବଡ ଘର ଝିଅ। ତୁ ଯଦି ତା ଆଜି ଛୁଆ ଚଳିବୁ ମୋର କିଛି କହିବାର ନାହିଁ, ହେଲେ ମୁଁ ଯାଇ ଆଗ ତାକୁ ବୁଝି ଆସେ। ଚିକୁ ତୁ ତାଙ୍କ ଭିତରେ ସାନ, ତମେ ସ୍ୱାମୀ ସ୍ତ୍ରୀ 2 ଜଣ। ଝିଅ ନେଉନୁ। ସେଇ ତ ଅସୁବିଧା। ସେ ତା ଚାକିରିରେ ବ୍ୟସ୍ତ, ମୁଁ ମୋ ଫ୍ୟାକ୍ଟ୍ରି କରିବାରେ ବ୍ୟସ୍ତ। ନା ମୋ ଘରେ ରହୁଛି ନା ମୋର ଠିକଣା ଅଛି। ସେ ଏତେ ବ୍ୟସ୍ତ ଯେ ବାପାଙ୍କ 10କୁ ମଧ୍ୟ ଆସିଲାନି। ଆଚ୍ଛା ହେଲେ ତୁ ନେଉନୁ ମାକୁ। ମୋର କିଛି ଅସୁବିଧା ନାହିଁ ଯେ ମା, ତୁ କହିଲୁ 3ଟା ପୁଅ ଥାଉ ଥାଉ ଝିଅ ମା ଦୁଆରେ ରହିବ, କଣ କହିଲୁ ଲୋକ? ସାବାସ୍, 3 ପୁଅ 1 ଝିଅ, ହେଲେ ମାଟାକୁ କେହି ନେଇ ପାରିଲେନି। ନମସ୍କାର ଭାଉଜ, କ୍ଷମା କର ଭାଉଜ, କଚେରୀରୁ ଆସୁ ଆସୁ ଟିକେ ଡେରି ହେଇଗଲା। ଏତେ ଶୀଘ୍ର ଗଣ୍ଡି ସବୁ ଘଟିଗଲା, ଭାବିଲା ବେଳକୁ ମୁଣ୍ଡ ବଡ଼ ହେଇଯାଉଛି। କାହିଁ ଆଉ ସେ କଥା ମନେ ପକାଉଛ ସରୋଜ? ତମ ଭାଇ ତ ମତେ ଦାଣ୍ଡରେ ବସେଇ ଦେଇ ଚାଲିଗଲେ। କହୁଛ ଭାଉଜ? ନମସ୍କାର ମଉସା। ଆମେ ଏଇନା ଆପଣଙ୍କ ପାଖକୁ ଆସିଥାନ୍ତୁ, ଆପଣ ତ ବାପାଙ୍କର ବହୁତ ପୁରୁଣା ବନ୍ଧୁ। ଏଇ ସମ୍ପତ୍ତି ବିଷୟରେ କିଛି ପରାମର୍ଶ ନେବାକୁ ଆପଣଙ୍କ ପାଖକୁ ଆସିଥାନ୍ତୁ। ମୁଁ ତ ସେଇ କଥା କହିବାକୁ ଆସିଛି। କାହିଁ କଣ ଅସୁବିଧା ହେଇଛି କି? ଆମ ଭିତରେ ଆମର ସବୁ ବୁଝାମଣା ସରିସାରିଲାଣି। ଭାଗବଟା? ଆରେ ହଁ ତମେ କହୁଛ। କାହିଁ କଣ ଅସୁବିଧା ଅଛି କି? ଆରେ ତମ ବାପା ଜଣେ ମଣିଷ ନଥିଲେ, ସେ ଜଣେ ଭଗବାନ। ସତ